ଭାରିର ବଢ଼ି ମୁଁ ପକେଇ ସାରିଛି। ଆଉ ଏଇଟା ହେଲା ସେକେଣ୍ଡ ଭାରି। ଦେଖନ୍ତୁ ଫେଣ ଉଠିଲେନି ନାହିଁ ଆପଣ ଜାଣିବା ପାଇଁ ହେଲେ ହେଇ ଦେଖନ୍ତୁ ଏମିତି ଏଇଠି କ'ଣ ହେଉଛି ନା ଛାଡ଼ି ଯାଉଛି ନା, ଦେଖିବେ ହେଇ ହାତ ବୁଲେଇଲା ବେଳେ ହେଇ ଛାଡ଼ିଗଲା। ଆଉ ହ୍ୱାଇଟ୍ ବି ହେଇଗଲାଣି। ହେଇ ଦେଖନ୍ତୁ ଏମିତି ଛାଡ଼ି ଯାଉଛି, ଛିଟକି ବି ପଡ଼େ। ତ ସେଇଟା ଜାଣିବେ ଆପଣ ଫେଣ ଉଠି ସାରିଲାଣି। ଯଦି ବି ନ ଜାଣିପାରିବେ ଟିକେ ପାଣିରେ ପକାଇଦେଲେ ବି, ପାଣିରେ ତ ଏମିତି ବି ପଡ଼େ। ହେଇ ଦେଖନ୍ତୁ ଏମିତି ଏମିତି ବାଡ଼େଇଲେ ବି ଜାଣିବେ। ଏମିତି କଲାବେଳକୁ ଦେଖନ୍ତୁ ଏ ଛାଡ଼ୁଛି ନା ନାଇଁ ଟିକେ ଟିକେ ହେଇ ପଳେଇ ଯାଉଛି। ତ ଜାଣିବେ ଫାଇନାଲି ଫେଣ ହେଲା। ମୁଁ ଏଇଟାକୁ 9ଟା 32ରେ କରିଥିଲି, 42 ହେଲାଣି। 10 ମିନିଟ୍ ମୋର କାଫି ହେଇଯାଏ। ତ ଏଇଟା କାହାର ଦରକାର କହିବେ। ଏଇଟା ତ କିଲୋ 400-500 ଦେଲେ ବି ବାଧିବ, କାରଣ ପୁରା ଖାଲି ବିରି ଆଉ ନିଟ୍ ଆଣ୍ଡ କ୍ଲିନ୍ ଆଉ ଯେଉଁ ମସଲା ସବୁ ପଡ଼ିଛି। ତେଣୁ କେତେ କାହିଁକିନା ଯେଉଁମାନେ ଚାଉଳ ମିଶାଉଛନ୍ତି ବିକ୍ରି ପାଇଁ ଓଜନ ହେବ, ଏ କିଲେରେ ଭାଇ ବହୁତ ଗୁଡ଼ା ଉଠିଯିବ, କାହିଁକିନା ହାଲକା ହେବ। ତ କାହାର ଦରକାର କମେଣ୍ଟରେ କହିବେ। ରଖୁଛି ଅବିକାକୁ ପାରିବି। ଫାଇନାଲି ମୋର ସରିଗଲା 2 ଭାରିରେ ଏତିକି। ତ ଏବେ କୁହନ୍ତୁ କମେଣ୍ଟରେ ଦେଖି ବଢ଼ିର ସାଇଜ୍ରୁ ଏଇଟା କଟକ ପଟ ବଢ଼ି ନା କେଉଁଝର ପଟ ବଢ଼ି ଦେଖିବେ। 9ଟା ଭିତରେ ମୋର କାମ ଶେଷ। 8ଟା 9ରେ ଆରମ୍ଭ କରିଥିଲି, 8ଟା 45ରେ ବଢ଼ି ଫେଣି ପକାଇଦେଲି। ତାପରେ ସରିଲା ପରେ ଦେଖେଇବି ଏଇଟା ହାଲକା ହେଇଥିବ କି ଏଇଟା ହେଇଥିବ ଭାଙ୍କିନା। ଆର ବର୍ଷର ବି ବଢ଼ି ଏପର୍ଯ୍ୟନ୍ତ ମୋର ଅଛି। ମୋତେ କୁଟିବାକୁ ପଡ଼େନି, ହାତରେ ଦଳିଯାଏ। ଭାବୁଥିବେ ଏତେ କମ୍ ସମୟରେ କେମିତି ଫେଣ ଉଠି ହାଲକା ହେଉଛି। ହୁଏତ ଯିଏ ଚାହିଁବେ ମୋ ହାତ କାଟି ନେଇଯିବେ, ଶୀଘ୍ର ବଢ଼ି ହେଇଯିବ। ଏଇଟା କେତେ ଆମର 750 ଖଣ୍ଡେ ବିରି ବୋଧେ ହେବ। ରଖୁଛି ଅନୁମାନ କରି କହିବେ ମାନେ କେତେ କିଲୋର ବିରିରେ ହେଇଥିବ ଏଇଟା। ରଖୁଛି, ବାଏ ବାଏ, ଜୟ ଜଗନ୍ନାଥ।